ନାହିଁ ସେଇଦିନ ସେଇ ଗୋଟିଏ ମା ଏଇ କଥାଟି କହିଥିଲେ, କହିଲେ ଯାଅ ବୀର ରଣେ ଧରଣୀର ବକ୍ଷୁ ପାପ ରାଶି ହେଉ କ୍ଷୟ ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ। ମାନେ ଏଇ କଥାଟି ମା ଗାନ୍ଧାରୀ ଯେ ଶତପୁତ୍ରର ଜନନୀ ଥିଲେ ସିଏ ଏଇ କଥାଟି କହିଥିଲେ। କାହିଁକି ଦୁର୍ଯ୍ୟୋଧନକୁ ଡାଇରେକ୍ଟ କହିଲେନି, ଯା ପୁଅ ତୁ ମୁଁ ଆଶୀର୍ବାଦ ଦଉଛି ତୁ ବିଜୟ ହବ ବୋଲି କାହିଁକି କହିଲେ? ତେଣୁ ଏଇ ହେଉଛି କଳି ଯୁଗ। ଏ ଯୁଗରେ ସହସ୍ର ରୂପରେ ସବୁ ଜନ୍ମ ନେବେ, ସବୁ ମାୟାର ଭ୍ରମର ଯୁଗ। ଏଇଟା କଳଙ୍କିତ ଯୁଗ ବା କଳାବଳା ଯୁଗ। କହିଲେ ସତ୍ୟରେ ବାମନ ତ୍ରେତୟାରେ ରାମ ଦ୍ୱାପରେ ବୈଶ୍ୟ ବୋଲାଇ କଳିରେ କାଳିଆ ବସି ଦେଖୁଥିବ ଲୀଳା ଖେଳ କରୁଥିବି ମୁଇଁ। ଆରେ ମୁଇଁ ଆଉ ମୁଁ ଖେଳ କରୁଛନ୍ତି। କାହିଁକି ନା ତ୍ରେତୟା ଯୁଗରେ ରାମ ମାରିଥିଲେ କାହାକୁ ନା ରାବଣକୁ। ସତ୍ୟ ଯୁଗରେ ବଳି କି ଚାପିଥିଲେ ବାମନ ରୂପରେ। ଆଉ ଦ୍ୱାପର ଯୁଗରେ କୃଷ୍ଣ ଆସିଥିଲେ କଂସକୁ ମାରିଥିଲେ। କଳିରେ କିଏ କାହାକୁ ମାରିବ? ସତ୍ୟ ଯୁଗରେ ବଳିକି ପାତାଳରେ ଚାପିଲେ, ତ୍ରେତୟାରେ ରାମ ରାବଣ ମାତ୍ର ଗୋଟିଏ ରାବଣକୁ ମାରିଥିଲେ। ଦ୍ୱାପର ଯୁଗରେ କୃଷ୍ଣ ଗୋଟିଏ କଂସକୁ ମାରିଥିଲେ। କିନ୍ତୁ କଳି ଯୁଗେ କ'ଣ ହବ ନା ତା ଓଲଟା। କହିଲା ଓଲଟ ପାଲଟ ଯୁଗ ଏଇ ଅଟେ ଅଇ ସତ୍ୟ ତ୍ରେତୟା ଦ୍ୱାପର କଳି ଯେ ଭୋଗ ଅଟ ଏଇଠାରେ ହୋଇ। ଏଇଠି ସବୁ ହବ, ସବୁ ଯାକ ଯୁଗ ଏକଠି ପୁରା ଡାଲମା ଯୁଗ କହିଲେ ଚଳେ। ଡାଲମା ସବୁ ପରିବା ଭଳିଆ। କାହିଁକି ନା ଆଜି ସାଧାରଣ ଲୋକର ଯେ ଅସାଧାରଣ କଥା ଯଦି ଆଲୋଚନା କଲୁ ଶୁଣୁ। ତ୍ରେତୟା ଯୁଗରେ ଗୋଟିଏ ରାବଣ ମରିଥିଲା। ଶହ ଶହ ରାମ ଉତ୍ସାହିତ ହଉଥିଲେ, ଆନନ୍ଦ ଉପଭୋଗ କରୁଥିଲେ, ଜୟ ଧ୍ୱନି କରୁଥିଲେ। କିନ୍ତୁ ଦ୍ୱାପର ଯୁଗର ବି ଲୀଳାଟା ସେଇଆ ହେଲା। ସେ ରାମ ଲୀଳା, ଇଏ କୃଷ୍ଣ ଲୀଳା। ଦ୍ୱାପର ଯୁଗରେ ବି ମଧ୍ୟ ଗୋଟିଏ କଂସକୁ ମାରିଲା କୃଷ୍ଣ, ଶହ ଶହ କୃଷ୍ଣଙ୍କର ଧ୍ୱନି ଦିଆଗଲା। ରାବଣର ଧ୍ୱନି ନଥିଲା। କିନ୍ତୁ କଳି ଯୁଗେ ଗୋଟିଏ କୃଷ୍ଣ ମରିବ, ଶହ ଶହ ରାବଣର ଧ୍ୱନି ଆସିବ। ସାଧାରଣ ଲୋକର ଅସାଧାରଣ କଥା ଏଇଥିପାଇଁ ଭଗବାନ କହିଲେ ମୁଁ ତ କ୍ଷେତ୍ର ଉପରେ ବସିକି ପଥର କି ନହେଲେ ଦାରୁ ହେଇକି ବସିବି। ମୁଁ କ'ଣ ସେମାନଙ୍କୁ ଆଉ ମାରିପାରିବି ନା ବାନ୍ଧି ପାରିବି? ନର ରୂପେ ମୋର ବ୍ରହ୍ମ ଯାଇ ଖେଳ କରିବ। କିନ୍ତୁ ଚିହ୍ନି ପାରିବେନି କିଏ ରାମ କିଏ ରାବଣ। ସେଥିପାଇଁ କ'ଣ ହେଲା ନା ସେଠି ମାରିକି ଆସିଥିଲେ କଂସକୁ, ରାବଣକୁ, ରାମ ଆଉ କୃଷ୍ଣ ଅବତାରେ। କିନ୍ତୁ ଏଠି ଗୋଟିଏ ରାବଣ ନୁହଁ, କୋଟିଏ ରାବଣ। ତାହେଲେ ଏଠି ଗୋଟିଏ କୃଷ୍ଣ ମଲେ ଶହ ଶହ ରାବଣ ଯେତେବେଳେ ତାଙ୍କର ଜୟ ଧ୍ୱନି କରିବେ ସେତିବେଳେ ସେମାନଙ୍କୁ ଚିହ୍ନଟ କରି ବନ୍ଧା ହବ। ଯାହାକି ଏକ୍ଜାମ୍ପଲ ହେଉଛି ଆମର ଭୁବନେଶ୍ୱର ନିକଟବର୍ତ୍ତୀ ବାଲି ଅନ୍ତାରେ ଗୋଟେ କେସ୍ ହେଇଥିଲା। ଜଣେ ଭଲ ଲୋକଟି ମଲା, କିନ୍ତୁ ସହସ୍ର ମନ୍ଦ ଲୋକମାନେ ବନ୍ଧା ହେଲେ। କେମିତି ବନ୍ଧା ହେଲେ? ତାଙ୍କୁ କିଏ ଜାଣିଲା ସେମାନଙ୍କର ଏଠି ରାବଣ ଶକ୍ତି ରହିଛି? ନା ସେମାନେ ନିଜେ ନିଜେ ପରିଚୟ ଦେବେ। କିନ୍ତୁ ତାଙ୍କୁ ଆମେ ଦେଖୁଥିବା ସୁଟ ବୁଟ ପିନ୍ଧି ଅତି ଭଦ୍ର ଲୋକ ଭଳିଆ ଦିଶୁଥିବେ। ଯେମିତି ତ୍ରେତୟାରେ ଲଙ୍କାପତି ରାବଣ ରାଜା ଛୁଆ, ରାଜା ସିଏ ହେଇଗଲା ଋଷି ଛୁଆ, ରାଜା ଭଳିଆ ଆଚରଣ କଲା, ଉଚ୍ଚାରଣ କଲା, ତ୍ରିପୁର ବିଜୟୀ ହେଇଗଲା। ଅହଙ୍କାର ଅହମ୍ ଭାବନା ଆସିଲା, ମୁଁ ବଡ଼ ବଡ଼ିଆନ ହେଲା। ଦ୍ୱାପର ଯୁଗରେ ସେମିତି କଂସ ରଜା ପୁଅ, ରଜା ହେଲା, ମଜା ନେଲା, ସଜା କରେଇଲା ସମସ୍ତିକି।
କୃଷ୍ଣ ଆସିଲେ ନିଧନ କଲେ। କହିଲେ ଯେମିତି ଅଧିକ ଯେତେବେଳେ ପାପ ଆସିଯାଏ, ପାପ କରିଲା ପରେ ଭୟ ଆସିବ। ଭୟ ଆସିଲା ପରେ ମୃତ୍ୟୁ ପଛକୁ ଚିନ୍ତା କରିକି ଭକ୍ତି ଭାବନା ଆସିବ, ତାପରେ ମୁକ୍ତି ଭାବନା ଆସିବ। ସେଇଭଳି ଲୋକ କଳିଯୁଗେ ଏତେ ଉତ୍ପାତ ହେବେ କେମିତି? ନା ତାଙ୍କ ପାଖରେ ପ୍ରବଳ ଫାଷ୍ଟ ଯେମିତି ଦେଖିବ ସାଇକେଲ ପରେ ଲୁନା, ଲୁନା ପରେ ସ୍କୁଟର, ସ୍କୁଟର ପରେ ବାଇକ୍ ପରେ କାର ପରେ ରେଳ, ତାପରେ ଉଡ଼ାଜାହାଜ, ଏମିତି ଯେମିତି ଗୋଟେ ମଣିଷର ସ୍ତରୀଭୂତ ଗୋଟେ ଗାଡ଼ି ହୁଏ, ସେମିତି ଲାଇଫଟା ବି ସେମିତି ସ୍ତରୀଭୂତ। ଫାଷ୍ଟ ଜଣେ ଅଳ୍ପ ରୋଜଗାରରେ ଚଳୁଥିଲା, ତାର କାଳକ୍ରମେ ଏମିତି ଏମିତି ଧନ ବଢ଼ିବ, ଧନ ବଢ଼ିଲା ପରେ ଧନୀ ବୋଲାଇବ, ଗର୍ବ ଅହଙ୍କାର ଭାବନା ଆସିବ। ସେ ଧନ ସିଏ ଚୋରି କରିକି ଆଣୁ କି ଠକୁ କି ଯାହା କରୁଛୁ କରୁ, କିନ୍ତୁ ଯେତେବେଳେ ଏଇ ଶକ୍ତିର ଅଧିକାର ହୋଇଯିବ, ସେ ଅଟୋମେଟିକ୍ ଅହଙ୍କାର ଭାବନା ଆସିବ। ଅହଙ୍କାର ଭାବନା ହେଲା ମାନେ ସେ ସମସ୍ତଙ୍କୁ ପୁରା ନିଜ ପାଦ ତଳେ ଖଟେଇବ, ଯେମିତି ରାବଣ ଆଉ କଂସ କରୁଥିଲେ। ତାପରେ କ'ଣ ହବ ନା ଏଇଟା ଯେତେବେଳେ ଏଇ ପାପର ଭାରଟି ତାର ଅଧିକା ହେଇଯିବ, ସିଏ ଯୋଉ ସ୍ଥାନ ଦେଇକି ଯୋଉ ପଥ ଦେଇକି ଯାଉଥିବ ସବୁ ଥରି ଉଠିବ। କାହିଁକି ଥରି ଉଠିବ? ନା ଏଇ ବୋପା ମା, ଇଏ ଏତେ ବଡ଼ ଦୁର୍ଦାନ୍ତିଆ ଲୋକ, ତାକୁ ସାଧାରଣ ଲୋକ ଡରିବେ, ତାକୁ ଏ ବସୁମତୀ ବହି ଡରିବ, ଏ ସଂସାର ତାକୁ ଡରିବ। କିନ୍ତୁ ସିଏ ତାର ଗୋଟେ ବିସ୍ତାର କାୟା, ଯେମିତି ଦୁବ ଘାସ ଗଣ୍ଠି, ପ୍ରତି ଗଣ୍ଠିରେ ସେ ଗଛ କରେ, ସେମିତି ସବୁଆଡ଼େ ସିଏ କ'ଣ କରିବ? ଗୋଟେ ଗୁଣ୍ଡା ରାଜ କରିବ, ଗୋଟେ ଗ୍ରୁପ କରିବ। ତାଙ୍କୁ କେହି ଜାଣିପାରିବେନି, ସିଏ ଗୋଟେ ରାବଣ ସଦୃଶ୍ୟ ହେଇକି ରହିଲା, ତାଙ୍କୁ କେହି ଚିହ୍ନି ପାରିବେନି ସିଏ ତା ଚେର କେତେ ବାଟ। ତାହେଲେ ସିଏ ନିଧନ ହବ କେମିତି? ସେ ଗ୍ରୁପ ରାବଣ ଦିଅ ମରିବେ କେମିତି? ନା ଗୋଟେ କୃଷ୍ଣ ଆସିବ ମାରିବାକୁ। ମାରିବାକୁ ନୁହଁ, ଗୋଟେ କୃଷ୍ଣ ଆସିବ ମରିବାକୁ, ବା ଗୋଟେ ରାମ ଆସିବ ମରିବାକୁ। ଜଣେ ରାମ ମଲେ ସହସ୍ର ରାବଣ ବନ୍ଧା ହେବେ। ଏଇଟା ସେଇ ତ୍ରେତୟା ଆଉ ଦ୍ୱାପର ଯୁଗର କଥା ଏଠି ଖାଲି ରହିଛି ଓଲଟ ପାଲଟା। ନମସ୍କାର ଭାଇମାନେ, ସାଧାରଣ ଲୋକର ଆଜି ଅସାଧାରଣ ଭିଡ଼ିଓ ରଖିଲି। ଆପଣମାନେ ଚେତନାରେ ଦେଖିବେ ଏହା କେତେ ଦୂର ଧ୍ରୁବ ମିଥ୍ୟା କି ଧ୍ରୁବ ସତ୍ୟ, କମେଣ୍ଟରେ କହିବେ। ରହିଲି ଭାଇମାନେ, ନମସ୍କାର।